ରାୟଗଡ଼ା ଜିଲ୍ଲାର ବିଷମକଟକ ବ୍ଲକରେ ବିଜେପି ପକ୍ଷରୁ ବିଜୟ ଉତ୍ସବ ଧୁମଧାମରେ ପାଳନ କରାଯାଇଛି। ଅଞ୍ଚଳରେ ଖୁସିର ମାହୋଲ ସୃଷ୍ଟି ହୋଇଥିବା ବେଳେ କାର୍ଯ୍ୟକର୍ତ୍ତାମାନେ ମିଠା ବଣ୍ଟନ କରିବା ସହିତ ବାଣ ଫୁଟାଇ ଓ ହୋଲି ଖେଳି ଆନନ୍ଦ ପ୍ରକାଶ କରିଥିଲେ। ଜୟ ହୋ ମୋଦି, ଜୟ ବିଜେପି ଧ୍ୱନିରେ ସମଗ୍ର ବିଷମକଟକ ଅଞ୍ଚଳ ମୁଖରିତ ହୋଇଯାଇଥିଲା। କାର୍ଯ୍ୟକର୍ତ୍ତାମାନଙ୍କର ଉତ୍ସାହ ଓ ଉଲ୍ଲାସ ଦେଖିବାକୁ ମିଳିଥିଲା। ୱେଷ୍ଟ ବେଙ୍ଗଲ, ଆସାମ ଓ ପୁଡୁଚେରୀରେ ବିଜେପି ବହୁମତ ସହିତ ବିଜୟ ହାସଲ କରିଥିବାରୁ ଏହି ଉତ୍ସବ ଆୟୋଜନ କରାଯାଇଥିଲା। ଦଳ କାର୍ଯ୍ୟକର୍ତ୍ତାମାନେ ଏହାକୁ ଏକ ଐତିହାସିକ ସଫଳତା ବୋଲି ବର୍ଣ୍ଣନା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଜେପି ମଣ୍ଡଳ ସଭାପତି ସୋମନାଥ ହିମିରିକା, ରାୟଗଡ଼ା ଜିଲ୍ଲା ବିଜେପି ଉପସଭାପତି ଦୁର୍ଯ୍ୟୋଧନ ପାଳ, ବରିଷ୍ଠ କାର୍ଯ୍ୟକର୍ତ୍ତା ସାଇରାମ ପଟ୍ଟନାୟକ, ତ୍ରିନାଥ ଗୌଡ଼, ସର୍ବେଶ୍ୱର ସୁନା, ବାଦଲ କୁମାର ରଣା, ମନୋଜ ପଣ୍ଡା, ରଘୁନାଥ ପଣ୍ଡା, ଲକ୍ଷ୍ମୀକାନ୍ତ ପଣ୍ଡା, ନେତ୍ରାନନ୍ଦ ଶତପଥୀ, ମକରଧ୍ୱଜ ଉତ୍ତରାଶିଲି, ବିଜୟ କିଶୋର ପଟ୍ଟନାୟକ, କାଳୀଚରଣ ତ୍ରିପାଠୀ, ଗୌତମ ଓଲାକା, ରାମଦାସ ଓଲାକା, ଚକ୍ରଧର ମାର୍ଥା ଓ ରମେଶ ପ୍ରଧାନୀ ସହିତ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ବିଜେପିର ଏହି ବିଜୟ ଉତ୍ସବ ବିଷମକଟକରେ ଏକ ଉତ୍ସବ ମୁଖର ପରିବେଶ ସୃଷ୍ଟି କରିଥିବା ବେଳେ ଆଗାମୀ ଦିନରେ ଦଳ ଆହୁରି ଶକ୍ତିଶାଳୀ ହେବ ବୋଲି କାର୍ଯ୍ୟକର୍ତ୍ତାମାନେ ଆଶା ପ୍ରକାଶ କରିଛନ୍ତି। ରାୟଗଡ଼ା ଜିଲ୍ଲାରୁ ଜବା ପାଲଗାଙ୍କ ରିପୋର୍ଟ, ବିପ୍ଳବୀ ପରିକ୍ରମା।